ବାସ୍ ଭିଡ଼ିଓର ଲାଷ୍ଟ ପଦରେ ମୁଁ ଗୋଟେ କଥା କହିବି, ବାପା ମା ମାନେ ଟିକେ ପିଲାଙ୍କ ପ୍ରତି ଟିକେ ନଜର ଦିଅ। ପିଲା କ'ଣ କରୁଛି, ପିଲା କେମିତି କ'ଣ ଖାଉଛି, ପିଲା କେମିତି କ'ଣ ଶୋଉଛି, ପିଲା କେତେବେଳେ ଶୋଇକି ଉଠୁଛି, ପିଲା କାହା ସାଙ୍ଗରେ ବସା ଉଠା କରୁଛି, ପିଲାର କ'ଣ ସ୍ୱଭାବ ଆଚାର ଟିକେ ଦେଖ। ଆପଣମାନେ ଯଦି ନ ଦେଖିବେ ପିଲା ନା ଆହୁରି ବିଗିଡ଼ିଯିବ। ତ ବିଗିଡ଼ିବା ପାଇଁ ଜମା ବି ଦିଅନ୍ତୁ ନାହିଁ। ପିଲା ବିଗିଡ଼ିଗଲା ପରେ ତାକୁ ଯେତେ ସାଇଜ୍ କରିବେ ସେ ଜମା ସାଇଜ୍ ହେବନି। ବାସ୍ ଛୋଟବେଳଠୁ ଆମେ ତାଙ୍କୁ ଯେମିତି ଗଢ଼ିବା ସେ ସେମିତି ହିଁ ଗଢ଼ିବେ। ଆଉ ଆଗକୁ ଯାଇକି ଯାହାଫଳରେ କି ବାପା ମାଆଙ୍କର ଭଲ ଚିନ୍ତାଧାରା ଆଣିକିରି ସମାଜରେ ଭଲ କଥାବାର୍ତ୍ତା ସବୁ ଠିକ୍ ହେଇଯିବ। ବାସ୍ ଗୋଟେ କଥା, ପିଲାମାନଙ୍କୁ ଭଲ ବାଗରେ ଗଢ଼। ତାଙ୍କୁ କେବେ ତାଙ୍କ ଆତ୍ମାକୁ ବାଧା ହେଲା ଭଳିଆ କଥା କେବେ କୁହନ୍ତୁ ନାହିଁ। କାହିଁକିନା ଛୋଟ ପିଲା, ବର୍ତ୍ତମାନ ଆମେ ତାଙ୍କୁ ଯେମିତି ଗଢ଼ିବା ସେ ସେମିତି ହିଁ ଗଢ଼ିବେ। ଛୋଟ ପିଲା ହେଉଛନ୍ତି ଏକ ଚାବି ଦିଆ କଣ୍ଢେଇ। ଆମେ ତାଙ୍କୁ ଯେମିତି ଚାବିକି ମୋଡ଼ିବା ସେ ସେମିତି ହିଁ ସେ ଗଢ଼ି ଚାଲିବେ। ବାସ୍ ଗୋଟେ କଣ୍ଢେଇକି ଧର, ଆଉ ଗୋଟେ ଛୋଟ ପିଲାକୁ ତମ ହାତରେ ଧର, ଦେଖିବ କଣ୍ଢେଇକି ଯେମିତି ନଚେଇବ ପିଲା ସେମିତି ହିଁ ନାଚିବେ। ବାସ୍ ଏତିକି କଥା କହିବି ସେଇ ବାପା ମା ମାନଙ୍କୁ, ଯେଉଁମାନେ ପିଲାଙ୍କୁ ନିରାପଦରେ ଛାଡ଼ି ଦେଉଛନ୍ତି। ପିଲାଙ୍କ ମୁଣ୍ଡରେ ଟିକେ ଖରାପ ଗୁଣ ପଶିବା ପାଇଁ ହେଲେ କେଉଁ ବର୍ଷେ 5 ବର୍ଷ ଟାଇମ୍ ଦରକାର ନାହିଁ, ବାସ୍ ଗୋଟେ ସେକେଣ୍ଡ। କିନ୍ତୁ ଭଲ ଗୁଣ ଟିକେ ପଶିବା ପାଇଁ ହେଲେ 5 ବର୍ଷ ଲାଗିଯିବ ବରଂ ଭଲ ଗୁଣ ଟିକେ ପଶି ପାରିବ ନାହିଁ ସେ ପିଲା ଗୁଣରେ। ସେଥିପାଇଁ ମୁଁ କହୁଛି ବାପା ମାଆଙ୍କୁ ପିଲାଙ୍କ ପ୍ରତି ଟିକେ ଧ୍ୟାନ ଦିଅ। ଆଉ ପିଲାଙ୍କୁ ଟିକେ ସତର୍କ ହିସାବରେ ତାଙ୍କ ବ୍ୟବହାର ଆଚାର ସବୁଥିରେ ଟିକେ ନଜର ଦିଅ। ଦେଖିବ ତମ ପିଲା ବି ଦିନେ ସ୍କୁଲରେ ଟପ୍ପର ମାରିବ ଆଉ ତମ ନାଁକୁ ରୋଶନ କରିବ। ଯାହାଫଳରେ କି ତମେ ଯେଉଁଟା ଭାବିଥିବ ସେଇଟା କେବେ ତମ ପିଲା ସବୁ ସମ୍ଭବ